ସମସ୍ତଙ୍କୁ ପ୍ରେଜ୍ ଲର୍ଡ। ୟେସ୍, ମୁଁ ଆଶା କରେ ଆପଣମାନେ ସମସ୍ତେ ଭଲରେ ଅଛନ୍ତି ବୋଲିକି ଆଣ୍ଡ ମାନେ ହୁଏତ ବିଭିନ୍ନ ଆଜି ଦିନରେ ବିଭିନ୍ନ ଜାଗାରେ ଆମମାନେ ବା ବିଭିନ୍ନ କାର୍ଯ୍ୟରେ ଆମମାନେ ବ୍ୟସ୍ତ ଥିଲୁ ଆଣ୍ଡ ଏଇ ରାତ୍ରି ସମୟରେ ଅ ପ୍ରଭୁ ଆମମାନଙ୍କୁ ସୁନ୍ଦର ସୁଯୋଗ ଦେଇଅଛନ୍ତି ତାଙ୍କ ନିକଟବର୍ତ୍ତୀ ହେବା ପାଇଁ ଏବଂ ତାଙ୍କର ବାକ୍ୟ ଶିଖିବା ପାଇଁ। ତେଣୁକରି ବିଶ୍ୱ ପ୍ରଭୁଙ୍କର ମହତ୍ ନାମକୁ ଧନ୍ୟବାଦ ଦିଏ ଏବଂ ତା ସହିତ ଆପଣମାନଙ୍କୁ ମଧ୍ୟ ବିଶେଷ ବିଶେଷ ଧନ୍ୟବାଦ ଦଉଛି ଏବଂ ସ୍ୱାଗତ ଜଣାଉଛି। ଏବଂ ଏହି ଦିନ ମାନଙ୍କରେ ଆମମାନେ ପ୍ରାୟ କ୍ରିସମାସ ମେସେଜ ଏବଂ ଅନେକ ପ୍ରକାର ଶିକ୍ଷା ଶୁଣିଥାଉ। ତଥାପି ଆମମାନେ ସିନ୍ସ ଆମମାନେ କ୍ଲାସ ବାବଦରେ ଆମମାନେ ଏ ପ୍ଲାଟଫର୍ମ ଟା ମାନେ ଜାରି ରଖିଛୁ ବା ଆମେ ଚାଲୁ ରଖିଛୁ। ତ କ୍ଲାସ ବାବଦରେ ଆମମାନେ ନେବାକୁ ପଡିବ ଏବଂ ଆମମାନେ କ୍ଲାସ ବାବଦରେ ଆମମାନେ ବା ସବଜେକ୍ଟ ଶିଖିବାକୁ ପଡିବ। ତେଣୁକରି ବିଶେଷ କରି ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଏବଂ ପ୍ରଭୁ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ, ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଏ ଦିନ ମାନଙ୍କରେ ପ୍ରଭୁ ପ୍ରତ୍ୟେକଙ୍କୁ ସୁସ୍ଥ ସବଳ ରଖନ୍ତୁ। ଯେପରି ଏ ବଡ ଦିନ ମାନଙ୍କରେ ଆମମାନେ ଖୁସିର ସହିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମଦିନ ଯେପରି ଆମମାନେ ସ୍ମରଣ କରିକି ଆମମାନେ ପାଳନ କରିବା ଏବଂ ଆଶୀର୍ବାଦ ପାଇବା, ଏଥି ନିମନ୍ତେ ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ତ so God bless you one and all for your valuable presence here in this platform. God bless you. ତ ଆସନ୍ତୁ ମାନେ ଯାହା ମାନେ ଯୋଉ ଟପିକ ବିଷୟ ମାନେ ଶିଖି ଆସିଅଛୁ ସେଇ ସବଜେକ୍ଟ ଆଡକୁ ଆମମାନେ ଅଗ୍ରସର ହେବା ବା ଆଡକୁ ଆମମାନେ ଯିବା, ଯୋଉଟା କି ଅତି ଗୁରୁତ୍ୱ ବିଷୟ ବିବ୍ଲିଓଲୋଜି। ତା ପୂର୍ବରୁ ଆମମାନେ ସଂକ୍ଷିପ୍ତ ଭାବରେ ପ୍ରାର୍ଥନା କରିବା। ପ୍ରାର୍ଥନା କଲା ପରେ ଆମମାନେ ଏ ପ୍ରଭୁଙ୍କର ବାକ୍ୟ ମାନେ ଶିଖିବା। ଆସନ୍ତୁ ଆମମାନେ ପ୍ରାର୍ଥନା କରିବା। ଅତ୍ୟନ୍ତ ଦୟାଳୁ ସ୍ୱର୍ଗସ୍ଥ ତମର ସେହି ମହାନ ପବିତ୍ର ନାମକୁ ଧନ୍ୟବାଦ ଦଉଛି, ପ୍ରଶଂସା ଗୌରବ କରୁଛି ପିତା ଏ ସୁନ୍ଦର ସୁଯୋଗ ଏବଂ ସୁନ୍ଦର ଅବକାଶ ପାଇଁ। ପ୍ରଭୁ ଆମମାନେ ବିଭିନ୍ନ ଜାଗାରେ ଥିଲେ ମଧ୍ୟ ପ୍ରଭୁ ତମର ସେ ବିଶେଷ ଅନୁଗ୍ରହ ଏବଂ ଆଶୀର୍ବାଦ ହେତୁ ପ୍ରଭୁ ଆମମାନେ ଏଇ ଅନଲାଇନ ଜରିଆରେ ବା ଏ ଅନଲାଇନ ମାଧ୍ୟମରେ ପ୍ରଭୁ ଆମମାନେ ଆସିପାରୁଛୁ। ପ୍ରଭୁ ଧନ୍ୟବାଦ ଦଉଛୁ ଏ ଫେସିଲିଟି ପାଇଁ, ଧନ୍ୟବାଦ ଦଉଛୁ ପିତା ଏଇ ସୁନ୍ଦର ଅବକାଶ ପାଇଁ ଏବଂ ତମର ବାକ୍ୟ ପାଇଁ। ଯୋଉ ବାକ୍ୟ ଆଜି ଆମମାନେ ଶିଖିବୁ, ଯେପରି ସେ ବାକ୍ୟରୁ ଆମମାନେ ଲାଭାନ୍ୱିତ ହେବୁ ଏବଂ ସେ ବାକ୍ୟରୁ ଯେପରି ଆମମାନେ ଉତ୍ତପ୍ତ ହେବୁ, ଏଥିରେ ମତେ ପ୍ରଭୁ ସାହାଯ୍ୟ କର। କାରଣ ପିତା ମାନେ ଜନ୍ମରୁ ଖ୍ରୀଷ୍ଟିଆନ ହେଲେ ମଧ୍ୟ ପିତା ବେଳେ ବେଳେ ଆମମାନେ ସେହି ଗଭୀର ବାକ୍ୟ ଏବଂ ଯୋଉ ମିଷ୍ଟେରିୟସ ବାକ୍ୟ ରହିଅଛି ସେ ସମସ୍ତ ବିଷୟ ମାନେ ଜାଣିନଥାଉ। କିନ୍ତୁ ପ୍ରଭୁ ଦିନକୁ ଦିନ ଏବଂ ଅନେକ ତମ ଦାସ ମାନଙ୍କ ଦ୍ଵାରା ପିତା ତୁମେ ଆମମାନଙ୍କୁ ତମ ବାକ୍ୟ ଦ୍ଵାରା ଶିକ୍ଷିତ କରାଉଛୁ, ସେଥିପାଇଁ ତୁମକୁ ଧନ୍ୟବାଦ ଦଉଛି। ପ୍ରଭୁ ଏଇ ସମୟ ତମ ହସ୍ତରେ ରଖୁଛି, ତୁମେ ଆରମ୍ଭ ମଧ୍ୟମ ଶେଷ ପର୍ଯ୍ୟନ୍ତ ଏସବୁ ବିଷୟ ତୁମେ ପରିଚାଳନା କର ବୋଲି ଯୀଶୁଙ୍କ ନାମ ପ୍ରାର୍ଥନା କଲେ, ଆମେନ୍। ପ୍ରଭୁ ଗୌରବ ପାଆନ୍ତୁ। ଆଜିର ଟପିକ ଯୋଉଟା କି ଅତି ଗୁରୁତ୍ୱ ବିଷୟ ରହିଅଛି। ଆପଣ ମାନେ ସେଇ ବ୍ୟାନରରେ ଦେଖିଥିବେ ବା ସେ ପୋଷ୍ଟରରେ ଦେଖିଥିବେ, ମୁଁ ଗୋଟେ ସେ ଟପିକ ଟା ରଖିଛି କଣ ସମଥିଙ୍ଗ ଲାଇକ ଦ୍ୟାଟ, ଥିଓଲୋଜିଆନ ଭ୍ୟୁଜ ଅନ୍ ବାଇବଲ। ଧର୍ମଶାସ୍ତ୍ର ଯିଏମାନେ ଅଧ୍ୟୟନ କରିଛନ୍ତି ବା ଯିଏମାନେ ଥିଓଲୋଜିଆନ୍ସ ବଡ ବଡ ଯିଏମାନେ ଥିଓଲୋଜିଆନ ଗୁଡିକ ବାଇବଲ ପ୍ରତି କଣ କହୁଛନ୍ତି ଏବଂ ସେମାନଙ୍କର ମତାମତ କଣ ଏବଂ ସେମାନଙ୍କର ଆଟିଟ୍ୟୁଡ କଣ, ସେମାନଙ୍କର ବ୍ୟବହାର କେମିତି ରହିଅଛି ବାଇବଲ ପ୍ରତି, ସେ ବିଷୟ ଆଜି ଆମେ ଦେଖିବା। ସେମାନଙ୍କର ମତାମତ ବାଇବଲ କେମିତି ଅପ୍ରୋଚ କରାଯାଉଛି ବିଭିନ୍ନ ଦଳ ମାନଙ୍କ ଦ୍ଵାରା ବା ବିଭିନ୍ନ ଲୋକମାନଙ୍କର ଦ୍ଵାରା, ସେଇ ବିଷୟ ଆଜି ଆମମାନେ ଦେଖିବା। ଆମମାନେ ଭାବିଥାଉ କି ଆମମାନଙ୍କର ବିଶ୍ୱାସ ବା ଖ୍ରୀଷ୍ଟିଆନ ମାନଙ୍କର ତ ଅତି ସହଜ ଯେ ଆମମାନେ କହିପାରିବା ୟେସ୍ ବାଇବଲ ଇଜ ୱାର୍ଡ ଅଫ ଗଡ,
ଆମେ ମାନେ କହିପାରିବା ବାଇବଲ ହଉଛି ଈଶ୍ୱରଙ୍କର ବାକ୍ୟ। କିନ୍ତୁ ଅନେକ ଲୋକମାନେ ଏ ପ୍ରକାର ଅଛନ୍ତି ଯେମାନେ କି ବାଇବଲକୁ ସେମାନେ ଗ୍ରହଣ କରନ୍ତି ନାହିଁ। ଅନେକ ଲୋକମାନେ ଏମିତି ଅଛନ୍ତି ସେମାନେ ବିଭିନ୍ନ ଶିକ୍ଷା ପାଇବା ଦ୍ୱାରା ଏବଂ ବିଭିନ୍ନ ଜାଗାରେ ଅନେକ ପ୍ରକାର ମତ ହାସଲ କରିବା ଦ୍ୱାରା ସେମାନେ ବାଇବଲକୁ ତ୍ୟାଗ କରିକି ବାଇବଲକୁ ପରିତ୍ୟାଗ କରିକି ସେମାନେ ଅନ୍ୟ ଆଡକୁ ସେମାନେ ଚାହାନ୍ତି। ତ ସେହି ବିଷୟ ଆଜି ଆମମାନେ ଦେଖିବା ସେମାନେ କେମିତି ମତ ଦଉଛନ୍ତି ଏବଂ ସେମାନଙ୍କର ମତ କଣ ଏକ୍ସେପ୍ଟେବଲ କି, ସେମାନଙ୍କର ଲଜିକ କେମିତି ରହିଅଛି, ସେମାନଙ୍କର ପର୍ସପେକ୍ଟିଭ କେମିତି ରହିଅଛି, ସେମାନଙ୍କର ଦୃଷ୍ଟିକୋଣର ଜ୍ଞାନ କେମିତି ରହିଅଛି ସେ ବାଇବଲ ପ୍ରତି। ବେଳେ ବେଳେ ଆମମାନେ ଅ ଜନ୍ମରୁ ଖ୍ରୀଷ୍ଟିଆନ ହେଲେ ମଧ୍ୟ ଖ୍ରୀଷ୍ଟିଆନ ହେଇକି 100 ବର୍ଷ ହେଲେ ମଧ୍ୟ ଆମମାନେ ଏ ବାଇବଲ ବିଷୟ କେବଳ ଗୋଟିଏ ଦିଗରୁ ଆମମାନେ କଣ କରିଥାଉ ନା ଅଧ୍ୟୟନ କରିଥାଉ। ମୁଁ ଭୁଲ କହୁନି, ଗୋଟିଏ ଦିଗରେ ବା ଗୋଟିଏ ୱେରେ ପ୍ରଭୁଙ୍କ ବାକ୍ୟ ପଠନ କରିବା ସେଟା ଭୁଲ କହୁନି। କିନ୍ତୁ ଯଦି ଆପଣ ମାନେ ବିଭିନ୍ନ ପର୍ସପେକ୍ଟିଭ ବିଭିନ୍ନ ଦୃଷ୍ଟିକୋଣରୁ ଯଦି ଏ ବାକ୍ୟ ଦେଖିବେ ଆପଣ ମାନେ ସବୁ ବିଷୟ ଆପଣ ମାନେ ପାଇପାରିବେ। ତେଣୁକରି ଅନେକ ବଡ ବଡ ପ୍ରଚାରକ ମାନେ କଣ କହନ୍ତି ବାଇବଲରେ ଆପଣ ମାନେ ସବୁ ବିଷୟ ପାଇବେ। ଏଠି ବିଜ୍ଞାନ ବିଷୟ ପାଇବେ ଏବଂ ଭୂଗୋଳ ବିଷୟ ପାଇବେ, ସାହିତ୍ୟ ବିଷୟ ଆପଣ ମାନେ ପାଇବେ, ଗୀତ ବିଷୟ ଆପଣ ମାନେ ପାଇପାରିବେ ଏବଂ ମ୍ୟାଥମେଟିକ୍ସ ମଧ୍ୟ ଆପଣ ମାନେ ପାଇପାରିବେ। ସବୁ ବିଷୟ ପାଇପାରିବେ, ଇତିହାସ ବିଷୟ ମଧ୍ୟ ଆପଣ ମାନେ ଏଠି ପାଇପାରିବେ। You can get everything because Bible gives all information sir। ତ ମୋର ଈଶ୍ୱରଙ୍କ ଲୋକମାନେ ବାଇବଲ ଯୋଉ ଆମମାନଙ୍କର ଯୋଉ ହସ୍ତରେ ରହିଅଛି ବିଭିନ୍ନ ଲୋକମାନେ ବିଭିନ୍ନ ପ୍ରକାର ମତ ଦଉଛନ୍ତି ଏ ବାଇବଲ ପ୍ରତି, ଯୋଉଟା କି 66 ପୁସ୍ତକ ଯୋଉଟା ରହିଅଛି ପୁରାତନ ନିୟମରେ 39 and then ନୂତନ ନିୟମରେ 27 sir। ତ ଆସନ୍ତୁ ଦେଖିବା ଆଜି ଆମମାନେ ଯୋଉଟା କି ଦ୍ଵିତୀୟ ପଏଣ୍ଟରେ ଆମମାନେ ପହଞ୍ଚିଛୁ। ଗତ କ୍ଲାସରେ ଆମମାନେ କଣ ଥିଲା, କୋଉଟା ଥିଲା ଆମର ଆ ଆମର କୋଉଟା ଥିଲା, ୟେସ୍ ଅରିଜିନ କେମିତି ଈଶ୍ୱରଙ୍କର ବାକ୍ୟ ବା ବାଇବଲ କେମିତି ଈଶ୍ୱରଙ୍କ ଈଶ୍ୱରଙ୍କ ଠାରୁ ଜାହାତ ବା ଈଶ୍ୱରଙ୍କ ଠାରୁ ଆଧାରିତ ସେହି ବିଷୟ ଆମମାନେ ଦେଖିଥିଲୁ, ରାଇଟ। ଏଣ୍ଡ ଦେନ୍ କେବଳ ସେତିକି ନୁହଁ, ତା ପୂର୍ବରୁ ଅନେକ ବିଷୟ ବି ଆମମାନେ ଶିଖିଅଛୁ। ଟର୍ମିନିଓଲୋଜି ବିଭିନ୍ନ ଭାଷା ଗୁଡିକ ବା ଶବ୍ଦ ଗୁଡିକ ବି ଦେଖିଛୁ ଏବଂ ସେ ବିବ୍ରିଓଲୋଜିର ଡେଫିନେସନ ତାର ସଂଜ୍ଞା ମାନେ ଦେଖିଅଛୁ। ତ ଆଜି ଆମମାନେ ଦେଖିବା ଆଟିଟ୍ୟୁଡ ଟୁୱାର୍ଡସ ଦ ବାଇବଲ। ବାଇବଲ ପ୍ରତି ଲୋକମାନଙ୍କର ମତାମତ କଣ ବା ଅନେକ ଖ୍ରୀଷ୍ଟିଆନ ଲୋକମାନଙ୍କର ମତାମତ କଣ ବା ଥିଓଲୋଜିଆନ ମାନଙ୍କର ମତାମତ କଣ ରହିଅଛି। ମୋର ଈଶ୍ୱରଙ୍କ ଲୋକମାନେ ଏଠି ଯଦି ଦେଖିବେ ପ୍ରଥମ ଦ୍ଵିତୀୟ ପଏଣ୍ଟରେ ଆଟିଟ୍ୟୁଡ ଟୁୱାର୍ଡସ ଦ ବାଇବଲ, ଯୋଉଟା କି ମୁଁ ଏବେ କହିଲି ବାଇବଲ ପ୍ରତି ସେମାନେ ଅନେକ ଲୋକମାନଙ୍କର ଆଟିଟ୍ୟୁଡ, ସେମାନଙ୍କର ବିଶ୍ୱାସ, ସେମାନଙ୍କର ମତ, ସେମାନଙ୍କର ପର୍ସପେକ୍ଟିଭ, ସେମାନଙ୍କର ଦୃଷ୍ଟିକୋଣ କଣ କଣ ରହିଅଛି। ପ୍ରଥମ ବିଷୟ ହଉଛି ରେସନାଲିଜମ। ରେସନାଲିଜମ ତର୍କ ବିତର୍କ, ତର୍କ ବିତର୍କ ଲୋକମାନେ ଏମିତି ଗୋଟେ ଅଛନ୍ତି ଯୋଉଟା କି ଏଠି ମୁଁ ଲେଖୁଛି, ଏଠି କେବଳ ମୁଁ କେତେଟା ପଏଣ୍ଟ ଗୁଡିକ ମୁଁ ହାଇଲାଇଟ କରୁଛି। 17 ସେଞ୍ଚୁରୀ ଟୁ 18 ସେଞ୍ଚୁରୀ ଭିତରେ, 18 ସେଞ୍ଚୁରୀ ଖ୍ରୀଷ୍ଟ ଖ୍ରୀଷ୍ଟ ପୂର୍ବ କହିଲେ ତ ହେବ ନାହିଁ, ଏଡି ଖ୍ରୀଷ୍ଟ ଶତାବ୍ଦୀରେ 18 17 ଟୁ 18 ଏଡି ଭିତରେ ବା ସେଞ୍ଚୁରୀ ଭିତରେ ଯୋଉଟା କି ଅନେକ ଲୋକମାନେ ଜ୍ଞାନୀ ବା ଅନେକ ଜ୍ଞାନୀ ମାନେ ଥିଲେ, ଅନେକ ବଡ ବଡ ଆ ସ୍କଲାର ମାନେ, ଅନେକ ବଡ ମାନେ ଅନେକ ଜ୍ଞାନୀ ମାନେ କଣ କହିଛନ୍ତି ନା ବାଇବଲ ହଉଛି କଣ, ଏଠି ମୁଁ ପଢୁଛି ସେମାନେ ଦୁଇଟା ଆର୍ଗୁମେଣ୍ଟ ଆଣୁଛନ୍ତି। ରେସନାଲିଜମ ରେସନାଲିଜମ ଗ୍ରୁପ ମାନେ ଯେମାନେ କି ତର୍କ ବିତର୍କ ଦଳରେ ସେମାନେ ଅନ୍ତର୍ଭୁକ୍ତ 17 ସେଞ୍ଚୁରୀ 18 ସେଞ୍ଚୁରୀ ସମୟରେ ସେମାନେ କହୁଛନ୍ତି ବାଇବଲର ବିଷୟ, ସେମାନେ ଦୁଇଟି ବିଷୟ ସେମାନେ ମତ ପ୍ରକାଶ କରୁଛନ୍ତି। ସେମାନେ କହୁଛନ୍ତି
The extreme poem denied the possibility of supernatural revelation, while moderate the poem admitted with the human mind judging of the revelations. ସେମାନେ କଣ କହୁଛନ୍ତି ନା ଯେଉଁ ବାକ୍ୟ ଆମେ ଦେଖୁଅଛୁ ବା ଯେଉଁ ବାକ୍ୟ ବାଇବଲରେ ଅଛି ସେ ବାକ୍ୟ ହଉଛି ମନୁଷ୍ୟର ମନୋଭାବ ବିଷୟ ବା ମନୁଷ୍ୟର ମନୋଭାବ ବିଷୟ ଏଠି ପ୍ରକାଶିତ ହୋଇଅଛି। କଣ ପାଇଁ ଏମିତି ସେମାନେ କହୁଛନ୍ତି ଯେ ବାଇବଲ ହଉଛି ମନୁଷ୍ୟର ମନୋଜ୍ଞାନ ମନୁଷ୍ୟର ମନୋଭାବ ବୋଲି କାହିଁକି କହୁଛନ୍ତି? ଯେହେତୁ ଆମେ ଜାଣିଅଛୁ ଏ ପୁସ୍ତକ ବା ସରି ଏ ବାଇବଲଟା କେଉଁମାନଙ୍କ ଦ୍ଵାରା କାହା ଦ୍ଵାରା କାହାର ଦ୍ଵାରା ମାନେ କାହା ଦ୍ଵାରା ଏଟା ଲିଖିତ ହୋଇଅଛି? ମନୁଷ୍ୟ ମାନଙ୍କ ଦ୍ଵାରା ବା ମନୁଷ୍ୟ ହିଁ ଲେଖିଛନ୍ତି ବା ବିଭିନ୍ନ ଲେଖକ ମାନେ ଏଟା ଲେଖିଛନ୍ତି। ତ ଏହି ବିଷୟରୁ ବା ଏହି ଦୃଷ୍ଟିକୋଣରୁ ଏମାନେ କହୁଛନ୍ତି ଯେ ଏ ବାକ୍ୟଟା ବା ଏଇ ବାଇବଲଟା କଣ ଏ ଧର୍ମଶାସ୍ତ୍ର ମନୁଷ୍ୟର ଭାବ ଦ୍ଵାରା ଏଟା ଲିଖିତ ହୋଇଅଛି ବା ପ୍ରକାଶିତ ହୋଇଅଛି। ତ ଏମିତି ସେମାନେ ମତ ପ୍ରକାଶ ଦଉଛନ୍ତି। So they are saying that the rationalism, they they give the different perspective that the Bible is it is a human mind, sir, or it is exposed by human mind because we know that it is written by different authors. So it is written by human being. So if it is written by human being, then definitely it is influence of human knowledge, human mind. ଯଦି ଏଟା ମନୁଷ୍ୟ ଯଦି ଲେଖିଛନ୍ତି ତେବେ ମନୁଷ୍ୟର ଭାବର ଏଠି ପ୍ରଭାବ ରହିଅଛି। ମନୁଷ୍ୟର ଜ୍ଞାନ ବା ମନୁଷ୍ୟ ନିଜର ନିଜର ଜ୍ଞାନ ଏଠି ପ୍ରଭାବ ପଡିଅଛି ଏ ବାକ୍ୟରେ। ସୋ ଦିସ୍ ଇଜ ହ୍ୱାଟ ଏଟା ହଉଛି ସେମାନଙ୍କର ବିଶ୍ୱାସ ରେସନାଲିଜମ ଯୋଉଟା କି 1700 ଏବଂ 1800 ଶତାବ୍ଦୀ ସମୟରେ ଏମାନେ ପ୍ରାୟ ଏ ପ୍ରକାର ସେମାନେ ମତ ପ୍ରକାଶ କରିଛନ୍ତି। ଯେହେତୁ 1700 1800 ସମୟରେ ଅନେକ ଜ୍ଞାନୀ ମାନେ ସେମାନେ ବାହାରିଛନ୍ତି ଏବଂ ସେହି ସମୟରେ ବିଶେଷ କରି ବାଇବଲ ପ୍ରତି ସେମାନେ ଅଲଗା ପ୍ରକାର ନେଗେଟିଭ ଭାବରେ ସେମାନେ ମତ ପ୍ରକାଶ କରିଛନ୍ତି ବା ମତ ଦେଇଛନ୍ତି। ସୋ ଏଟା ହଉଛି ସେମାନଙ୍କର ବିଶ୍ୱାସ, ଏଟା ହଉଛି ସେମାନଙ୍କର ବିଶ୍ୱାସ। ଏଣ୍ଡ ଦେନ୍ ଆଉ ଗୋଟିଏ ବିଷୟ ହଉଛି ରୋମାନ କାଥଲିକ ଭିଉ। ଆମେ ଜାଣିଅଛୁ ରୋମାନ କାଥଲିକ ର ବିଷୟ କେମିତି ସେମାନଙ୍କର ବିଶ୍ୱାସ ରହିଅଛି। ରୋମାନ କାଥଲିକ ଏବଂ ଆମମାନଙ୍କର ପ୍ରୋଟେଷ୍ଟାଣ୍ଟ ମାନଙ୍କର ବିଶ୍ୱାସ କଣ କେମିତି ରହିଅଛି ସେଟା ବି ଆମେ ଜାଣିଅଛୁ। ସେମାନଙ୍କର ପାଳକ କେମିତି ରହୁଛି, ଆମମାନଙ୍କର ପାଳକ ମାନଙ୍କର ଲାଇଫ ଷ୍ଟାଇଲ କେମିତି ରହୁଛି, ସେମାନଙ୍କର ସେବା କାର୍ଯ୍ୟ କେମିତି ଚାଲୁଛି, ଆମମାନଙ୍କର ସେବା କାର୍ଯ୍ୟ କେମିତି ଚାଲୁଛି ସେ ବିଷୟ ଆମେ ଭଲ ଭାବରେ ଜାଣିଛୁ। ଏଣ୍ଡ ଦେନ୍ ବିଶେଷ କରି ସେମାନଙ୍କର ବାଇବଲ ବି ଏକ୍ସଟ୍ରା ରହିଅଛି। ବାଇବଲ ତ କହିଲେ ହେବ ନାହିଁ, ବାଇବଲରୁ କେତେ ଏକ୍ସଟ୍ରା ପୁସ୍ତକ ରହିଅଛି। ତ ମୋର ଈଶ୍ୱରଙ୍କ ଲୋକମାନେ ଏମାନେ କଣ କହୁଛନ୍ତି ବାଇବଲ ବିଷୟ? ଏମାନେ କହୁଛନ୍ତି ଯେ ବାଇବଲ ଇଜ ଦ ପ୍ରଡକ୍ଟ ଅଫ ଦ ଚର୍ଚ୍ଚ। ମାନେ ବାଇବଲ ବା ଧର୍ମଶାସ୍ତ୍ର ହଉଛି ମଣ୍ଡଳୀର କଣ ଉତ୍ପତ୍ତି, ମଣ୍ଡଳୀରୁ ଉତ୍ପତ୍ତି। ଓକେ, ମାନେ ମଣ୍ଡଳୀରୁ ଏଟା ଉତ୍ପତ୍ତି ହୋଇଅଛି ବା ବାଇବଲ ମଣ୍ଡଳୀରୁ ହିଁ ଉତ୍ପତ୍ତି ହୋଇଅଛି ବା ଏଟା ବାହାରି ଅଛି। ଯେହେତୁ ବିଶ୍ୱାସୀ ମାନେ ହିଁ ବା ପ୍ରଭୁଙ୍କର ଦାସ ମାନେ ହିଁ ଏଟା ଲେଖିଛନ୍ତି। ଯେହେତୁ ଆମମାନେ ହଉଛି ମଣ୍ଡଳୀ, we are the church, ଆମମାନେ ହଉଛି ମଣ୍ଡଳୀ, ତେଣୁକରି ମଣ୍ଡଳୀ ମାନେ ହିଁ ଏଟା କଣ କରୁଛନ୍ତି ନା ବାଇବଲ ଉତ୍ପନ୍ନ କରିଅଛନ୍ତି। ଏଟା ସେମାନଙ୍କର ବିଶ୍ୱାସ। ତେଣୁକରି therefore ବାଇବଲ ଇଜ ନଟ ଦ ଫାଇନାଲ ଅଥରିଟି। ଏଟା ହଉଛି ସେମାନଙ୍କର ବିଶ୍ୱାସ। ଆମମାନେ କିନ୍ତୁ କଣ ବିଶ୍ୱାସ କରିଥାଉ? ବାଇବଲ ହଉଛି ଫାଇନାଲ ଅଥରିଟି। ଏଟା ହଉଛି ବାଇବଲ ହଉଛି ସମ୍ପୂର୍ଣ୍ଣ ଅଧିକାର ଯୁକ୍ତ ବୋଲି ଆମମାନେ କହିଥାଉ। ବାଇବଲ ଆମମାନଙ୍କୁ କଣ କରିଥାଏ? ଶିକ୍ଷା ଦେଇଥାଏ। ବାଇବଲ ଆମମାନଙ୍କୁ କଣ କରିଥାଏ ନା ଆମମାନଙ୍କୁ ପରଫେକ୍ଟ କରିଥାଏ ଏବଂ ବାଇବଲ ଆମମାନଙ୍କୁ କଣ କରେ? ରେକ୍ଟିଫାଇ କରେ। ବାଇବଲ ଆମମାନଙ୍କୁ କଣ କରେ
ନା ଅନେକ ବିଷୟରେ ଆମମାନଙ୍କୁ ଶିକ୍ଷା ଦେଇଥାଏ। ବାଇବଲ ଆମମାନଙ୍କୁ ରେକ୍ଟିଫାଇ କରେ। ତ ସେହି ଦୃଷ୍ଟିକୋଣରୁ ବାଇବଲ ଇଜ ଦ ଫାଇନାଲ ଅଥରିଟି। ବାଇବଲଙ୍କ ବିନା, ବାଇବଲ ବାକ୍ୟ ବିନା ଆମମାନେ କିଛି କରିପାରିବା ନାହିଁ। ବାକ୍ୟ ବିନା ଆମମାନେ କିଛି ମାନେ କୌଣସି ବିଷୟ ଆମମାନେ କରିବା ନାହିଁ। କୌଣସି ବା ନୈତିକ ବିଷୟ ହେଉ କି ଆତ୍ମିକ ବିଷୟ ହେଉ ଆମମାନେ କିଛି କରିପାରିବା ନାହିଁ। ତ ବାଇବଲ ଇଟ୍ ହ୍ୟାଜ ଏ ଫୁଲ ପାୱାର, ଫୁଲ ଅଥରିଟି। ବାଇବଲ ଆମମାନଙ୍କୁ ବିଚାର କରିଥାଏ। ବାଇବଲ ଆମମାନଙ୍କୁ ସଠିକ ରାସ୍ତା ଆଡକୁ ନେଇଥାଏ। ବାଇବଲ ଆମମାନଙ୍କୁ କଣ କରେ ନା ପରିଚାଳନା କରେ। ଏଇଟା ହଉଛି ଆମମାନଙ୍କର ବିଶ୍ୱାସ। କିନ୍ତୁ ରୋମାନ କାଥଲିକ ସେମାନେ କଣ କହୁଛନ୍ତି? ବାଇବଲ ଇଜ ନଟ ଦ ଫାଇନାଲ ଅଥରିଟି। ଏଟା ହଉଛି ବାଇବଲ କଣ ସମ୍ପୂର୍ଣ୍ଣ ଅଧିକାର ଯୁକ୍ତ ନୁହଁ। କାହିଁକି ସମ୍ପୂର୍ଣ୍ଣ ଭାବରେ ଅଧିକାର ଯୁକ୍ତ ନା ନୁହଁ ବୋଲି କାହିଁକି ସେମାନେ କହୁଛନ୍ତି? They consider the father saying and the church tradition just like the Bible. ସେମାନେ କଣ ବିଶ୍ୱାସ କରୁଛନ୍ତି? ମାନେ ଯୋଉ ଚର୍ଚ୍ଚର ଫାଦର ମାନେ ଏବଂ ଭାସ୍କ ମାନେ, ଯୋଉଟା କି ଆମମାନଙ୍କର ଅଣ୍ଡରଷ୍ଟାଣ୍ଡିଂ ଅନୁସାରେ ବାଳକର ଚର୍ଚ୍ଚର ବାଳକ ମାନେ ଏବଂ ମଣ୍ଡଳୀର ରୀତିନୀତି ନିୟମ ସେଟା ହିଁ ବାଇବଲ ପରି। ସେମାନେ କେମିତି କଣ କରୁଛନ୍ତି? ମାନେ କଣ କୋଉ ବିଷୟ ସେମାନେ ଅଧିକ ଗୁରୁତ୍ୱ ଦିଅନ୍ତି? ମାନେ ଚର୍ଚ୍ଚ ଫାଦର ବା ବାଳକ ଯାହା କହୁଛି ଏବଂ ମଣ୍ଡଳୀର ରୀତିନୀତି ଯାହା କହୁଛି ସେଟା ସେମାନେ ଅଧିକ ଗୁରୁତ୍ୱ ଦେବେ। କିନ୍ତୁ ଆମମାନେ ବାଇବଲ କଣ କହୁଛି ସେଟା ଆମମାନେ ଗୁରୁତ୍ୱ ଦେଇଥାଉ। ଏକ୍ସାମ୍ପଲ ଦେବା ପାଇଁ ମୁଁ ଚାହିଁବି, ଆ ବାଳକ ମାନେ ସାଉଥ ଇଣ୍ଡିଆନ ବିଶେଷ କରି ବାଳକ ମାନେ ଏବଂ ପ୍ରଭୁଙ୍କର ଦାସ ମାନେ ଯେତେବେଳେ ଚର୍ଚ୍ଚକୁ ଆସନ୍ତି, ଯେତେବେଳେ ସେମାନେ ଚର୍ଚ୍ଚକୁ ଯାଆନ୍ତି, ଯେମିତି ହେଲେ ବି ହ୍ୱାଇଟ ଡ୍ରେସ ପିନ୍ଧିବାକୁ ପଡିବ। এটা ବିବ୍ଲିକାଲ ନା ରୀତିନୀତି? এটা ତ ବିବ୍ଲିକାଲ ନୁହଁ। ବାଇବଲ କଣ କହୁଛି? କେବଳ ହ୍ୱାଇଟ ସାର୍ଟ ପିନ୍ଧ, ହ୍ୱାଇଟ ଏଟା ପିନ୍ଧିବା ପାଇଁ କହୁଛନ୍ତି କି? ବାଇବଲ କହୁଛି କି? ନାଇଁ, ଏଇଟା ହଉଛି ରୀତିନୀତି, ଜଷ୍ଟ ଟୁ ମେଣ୍ଟେନ। ତ ସେମିତି ରୋମାନ କାଥଲିକ ମାନେ ବାଇବଲ କଣ କହୁଛି ସେଟା ଗୁରୁତ୍ୱ ନ ଦେଇକି ସେମାନେ ରୀତିନୀତି କଣ କହୁଛି, ଭାରତ କଣ କହୁଛି ସେଟା ଅଧିକ ସେମାନେ ଗୁରୁତ୍ୱ ଦଉଛନ୍ତି। ବାଇବଲ ଯେମିତି ଆମମାନେ ଅଧିକ ଗୁରୁତ୍ୱ ଦେଇଥାଉ, ସେମିତି ସେମାନେ ବାଇବଲ ବି ଗୁରୁତ୍ୱ ଦଉଛନ୍ତି। କିନ୍ତୁ ସେତିକି ସେମାନେ ଆ ବାଇବଲକୁ ଗୁରୁତ୍ୱ ନ ଦେଇକି ରୀତିନୀତି ଏବଂ କଣ କହନ୍ତି ପାଳକଙ୍କର ବାକ୍ୟ, ପାଳକ କଣ କହୁଛି, ଫାଦର ମାନେ କଣ କହୁଛନ୍ତି ସେଟା ସେମାନେ ଅଧିକ ଗୁରୁତ୍ୱ ଦଉଛନ୍ତି। This is what how they approach the Bible. This is what how they understand the Bible. ଏମିତି ସେମାନେ ବାକ୍ୟକୁ ସେମାନେ ବୁଝନ୍ତି। ଏ ପ୍ରକାର ସେମାନଙ୍କର ଚରିତ୍ର ରହିଅଛି ବାଇବଲ ପ୍ରତି, ବା ଏ ପ୍ରକାର ସେମାନଙ୍କର ଅ ଅ ସେମାନଙ୍କର ପର୍ସପେକ୍ଟିଭ ଏବଂ ସେମାନଙ୍କର ଅଣ୍ଡରଷ୍ଟାଣ୍ଡିଂ ବାଇବଲ ପ୍ରତି ରହିଅଛି। ତମର ଈଶ୍ୱରଙ୍କ ଲୋକମାନେ ଆମମାନେ ଏଠି କଣ ଶିଖିଥାଉ? ଯେ ବାଇବଲ ହଉଛି ସମ୍ପୂର୍ଣ୍ଣ ଅଧିକାର ଯୁକ୍ତ ବାକ୍ୟ। ଭାବରେ ଆମମାନେ ବିଶ୍ୱାସ କରିବାକୁ ପଡିବ ଯେ ବାଇବଲ ହଉଛି କଣ ସମ୍ପୂର୍ଣ୍ଣ ଅଧିକାର ଯୁକ୍ତ ବାକ୍ୟ। ବାଇବଲ ଆମମାନଙ୍କୁ କଣ କରେ ନା ରେକ୍ଟିଫାଇ କରେ। ବାଇବଲ ଆମମାନଙ୍କୁ କଣ କରେ ନା ପରିଚାଳନା କରେ। ବାଇବଲ ଆମମାନଙ୍କୁ କଣ କରେ? ସବୁ ବିଷୟ ଆମମାନଙ୍କୁ ଶିକ୍ଷା ଦେଇଥାଏ। ସେଟା ହଉଛି ଦ୍ଵିତୀୟ ବିଷୟ ଥିଲା। ପ୍ରଥମ ଥିଲା ରେସନାଲିଜମ, ଦ୍ଵିତୀୟ ଥିଲା ରୋମାନ କାଥଲିକ ଭିଉ। ଆଉ ଗୋଟେ ହଉଛି ମିଷ୍ଟିସିଜମ। ମିଷ୍ଟିସିଜମ ର ଅର୍ଥ ହଉଛି ରହସ୍ୟବାଦ। ରହସ୍ୟବାଦ ମାନେ କଣ? ସେମାନେ କଣ ବିଶ୍ୱାସ କରନ୍ତି? ମାନେ ଅନୁଭୂତି ଉପରେ ବେଶୀ ସେମାନେ ଗୁରୁତ୍ୱ ଦିଅନ୍ତି। ମିଷ୍ଟିସିଜମ ଅନୁଭୂତି ଉପରେ ସେମାନେ ବହୁତ ଗୁରୁତ୍ୱ ଦିଅନ୍ତି। କେମିତି? ବେଳେ ବେଳେ ଅ ଆମମାନଙ୍କ ଖ୍ରୀଷ୍ଟିଆନ ସମାଜରେ କଣ ହଉଛି ନା ବାଇବଲକୁ ସେମାନେ ବାଇବଲ ପଠନ କରୁଥିବେ କି କରୁନଥିବେ, କିନ୍ତୁ ସେମାନେ ଦର୍ଶନ ପ୍ରତି
ଦର୍ଶନ ଉପରେ एंड देन स्वप्न उपरे से माने अधिक विश्वास करती प्रभु आज राति आसीला एवं प्रभु मते ए प्रकार कहिसंती काल पर दिन हिमिति एबो नेक्स्ट मंथ रे हिमिति एबो किंतु से माने रेगुलरली वाक्य पठन करूथिबे कि करनथिबे वी डोंट नो तो एटी से माने कोन मिस्टिसिज्म माने से माने एक्सपीरियंस ऊपर बेसी से माने गुरुत्व दियंती तो से माने एक्सपीरियंस को अनुभूति को से माने अधिक बा अधिक अधिकार युक्त बोली से माने भाबुचंती बाइबल को से माने कम गुरुत्व दियंती से माने भाबंती आज प्रभु मते कथा कइले एंड देन हिमिति कहिसंती आज यू विल टुडे यू विल गेट ब्लेसिंग एंड देन नेक्स्ट मंथ यू विल हैव ए बेबी एंड नेक्स्ट मंथ यू विल हैव ए कार ए प्रकार से मानकर मथ रही अछि बाइबल को से माने सेति गुरुत्व देबे नाही तो मिस्टिसिज्म काहे रहस्यवाद माने जेहेतु एक्सपीरियंस गुटे अनुभूति गुटे रहस्य भाबरे रहउची आपणकर चित्रंकर एक्सपीरियंस मोर एक्सपीरियंस गुटे रहस्य भाबरे रहउची सेरा के जानिबे नाही जे पर्यंत मु लोकमानक आगरे शेयर करिबि नाही से पर्यंत कौन रहिबो रहस्य भाबरे रहिबो तो सही रहस्य स्वप्न गुड़िक एवं दर्शन गुड़िक द्वारा कौन कहती ना प्रभु मते कथा कहले प्रभु मते आशीर्वाद कले प्रभु मते हे प्रकार कहले किंतु से माने कहिबे नाही कि आज प्रभु वाक्य प्रभुंकर वाक्य मु पठन कली जे प्रभु मते एमती कथा कहले सेटा कहिबे नाही एटा होती मिस्टिसिज्म तमर ईश्वर लोक माने आजिकाली आज भी अछंती अनेक क्रिश्चियन समाज रे अनेक प्रभुकर दास माने अछंती अनेक क्रिश्चियन समाज रे अछंती जे से माने बाइबल पठन करूथिबे कि करूनथिबे किंतु से माने कोन कहिबे ना आज गुरे स्वप्न देखली प्रभु आसी की कहिला दूत आसी की कहिला ए प्रकार डियर माय ब्रदर एंड सिस्टर डोंट बिलीव ऑल दिस मु कहूनी कि जे दर्शन नाही कि स्वप्न नाही बोली मु कहूनी माने मु कहूनी कि प्रभु को दर्शन माध्यम रे एवं स्वप्न माध्यम रे से कथा कहंतिनी बोली मु कहूनी ही विल स्पीक जेतु बाइबल रे भी अछि अनेक अनेक तर विभिन्न जगह रे प्रभु दर्शन माध्यम रे स्वप्न माध्यम रे तांको दास मानक सहित से कोन करिसंती ना से कथाइचंती किंतु बाइबल आपण माने पठन करू नथिबे किंतु सेटा का अधिक गुरुत्व देइथिबे कोन हेबो नो नो सो वी नीड टू बी वेरी मच केयरफुल नाउ अनेक माने हमर सौरा कम्युनिटी रे मु देखुची प्राय लोक माने विभिन्न जगह रे जाहि कि से माने प्रार्थना करूजंती प्रार्थना करंतु नो प्रॉब्लम किछ असुविधा नाही किंतु से माने कोन करूचंती ना दर्शन एवं एटी स्वप्न ए विषय से माने अधिक से माने पागल आज प्रभु मते हिंदी कथा कहले सिमती कथा हुअंतु नो प्रॉब्लम किंतु बाइबल भी आपण माने कोन करबा को पड़िबो पठन करबा को पड़िबो यू हैव टू रीड द बाइबल तो इमिति सो अकॉर्डिंग टू इट एक्सपीरियंस इज ऑथोरिटेटिव अलोंग द बाइबल माने से माने अनुभूति जिमिति अधिक गुरुत्व दियंती अधिकार अधिकार युक्त बोली से माने भाबंती बाइबल भी सेमिति बाइबल एवं से मानकर एक्सपीरियंस सहित समान बोली भाबंती so we have already seen that individual who claims special revelation from God embrace the mystical methods जेतु परमेश्वर दुई प्रकार से निजको प्रकाश करिसंती जनरली से निजको से प्रकाश करिसंती बा स्वतंत्र भाବରେ से प्रकाश करिसंती तो ए स्वतंत्र प्रकाश रे अधिक ए मिस्टिसिज्म सहित कनेक्टेड अछि जेतु ଯେତେବେଳେ ଆମେ ଦର୍ଶନ ମାଧ୍ୟମରେ ଯେତେବେଳେ ପ୍ରଭୁଙ୍କର ବାକ୍ୟ ମାନେ ବା ପ୍ରଭୁଙ୍କର ଭଏସ ଯେତେବେଳେ ଆମେ ଶୁଣିଥାଉ ସେଟା ଗୋଟେ ସ୍ୱତନ୍ତ୍ର ଭାବରେ ହଉଛି ତ ଏଇ ସ୍ୱତନ୍ତ୍ର ଏକ୍ସପିରିଏନ୍ସ ବା ସ୍ପେସିଫିକ ଯୋଉ ଅନୁଭୂତି ଯୋଉ ରହୁଛି ସେଟା ଗୋଟେ ମିଷ୍ଟିକାଲ ଏକ୍ସପିରିଏନ୍ସ ରେ ଯାଉଛି ଏଟା ବି ଭଲ ମିଷ୍ଟିସିଜମ ମୁଁ କହୁନି କି ରଙ୍ଗ ବୋଲି କହୁନି କିନ୍ତୁ
केवल मिस्टिसिजम को अधिकार देकी बाइबल को जदि आपण माने गुरुत्व देबे नाही देन दैट इज रॉन्ग। तो मिस्टिसिजम माने ए प्रकार रहस्यवाद, रहस्यवाद जोटा कि अछि ओके सेटा होची तृतीय नंबर। सो ए विषय माने मन रखिबा को पड़िबो, बाइबल पठन करबा को पड़िबो, बाइबल को हम माने अध्ययन करबा को पड़िबो। केवल स्वप्न स्वप्न को माने आ केवल स्वप्न प्रभु मते कथा कहउचंती एवं दर्शन रे मते प्रभु कथा कहउचंती, केवल से विषय न कहिकी एटा भी कहबा को पड़िबो जे प्रभु वाक्य माध्यम रे प्रभु मते कथा कहउचंती, वाक्य माध्यम रे प्रभु मते कथोपकथन करूचंती, बा वाक्य माध्यम माध्यम रे बा वाक्य द्वारा मते किछि मते जणउचंती। ए प्रकार आमान को मुखरु बाहरिबा को पड़िबो। ओके द नेक्स्ट वन इज न्यू ऑर्थोडॉक्सी। एटा टिके आमମାନଙ୍କର ବୁଝିବା ପାଇଁ ଟିକେ କଷ୍ଟ ହେବ, କିନ୍ତୁ ମୁଁ ଏ ବିଷୟ ଅତି ସରଳ ଭାବରେ ବୁଝାଇବା ପାଇଁ ମୁଁ ଚେଷ୍ଟା କରିବି। ମୋର ଈଶ୍ୱରଙ୍କ ଲୋକମାନେ ନ୍ୟୁ ଅର୍ଥୋଡକ୍ସିର ଅର୍ଥ ହଉଛି ନବ ଧର୍ମ। ନବ ଧର୍ମ ମାନେ ନୂଆ ଗୋଟେ ଧର୍ମ। କୋଉ ଧର୍ମ ଏଟା କହିଲେ ଆ ଏଟା ଗୋଟେ ହିନ୍ଦୁଇଜମ, ହିନ୍ଦୁ ଧର୍ମ, ମୁସଲିମ ଧର୍ମ, ଖ୍ରୀଷ୍ଟିଆନ ଧର୍ମ ସେ ପ୍ରକାର ନୁହଁ। ମୁଁ ଗୋଟେ କେ ଇତିହାସରେ ଇତିହାସ 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 ଦୃଷ୍ଟିକୋଣରୁ କିଛି ଏକ୍ସପ୍ଲେନେସନ କରିବି, ତାପରେ ଏ ବିଷୟ ମୁଁ ଏକ୍ସପ୍ଲେନେସନ କରିବା ପାଇଁ ଚେଷ୍ଟା କରିବି। ଯେହେତୁ ମନ୍ଦଡିର ଇତିହାସ ବିଷୟ ଆମର ସେ ଲିମିୟ ଆଜ୍ଞା ସେ ପଢଉଛନ୍ତି, ଏ ବିଷୟ ଏପର୍ଯ୍ୟନ୍ତ ସେ ଟଚ୍ କରିନାହାନ୍ତି। ଭବିଷ୍ୟତରେ ସେ ନିଶ୍ଚିତ ସେ ଟଚ୍ କରିବେ, ଏ ବିଷୟରେ ସେ ପଢେଇବେ। ତ ତା ପୂର୍ବରୁ ମୁଁ ଏ ବିଷୟ କିଛି ଜଣାଇବା ପାଇଁ ମୁଁ ଚାହିଁବି ଏଠି। ନ୍ୟୁ ଅର୍ଥୋଡକ୍ସି ବିଶେଷ କରି ଏଟା ଆ 1800 ଏବଂ 1900 ଶତାବ୍ଦୀ ସମୟରେ ଏଟା ଗୋଟେ ଗ୍ରୁପ ଧର୍ମ, ଗୋଟେ ଧର୍ମ ତ କହିଲେ ହେବ ନା, ଗୋଟେ ଖ୍ରୀଷ୍ଟିଆନ ସମାଜରୁ ହିଁ ଏଟା ଗୋଟେ ବାହାରିଛି ନ୍ୟୁ ଅର୍ଥୋଡକ୍ସି। ଓକେ 18 ସେଞ୍ଚୁରୀ ବା 19 ସେଞ୍ଚୁରୀ ଭିତରେ ଆମେ ମାନେ ଜାଣିଅଛୁ ଯେ 1515 ଏହି ସମୟରେ ମାର୍ଟିନ ଲୁଥର ବୁଲିକି ଗୋଟେ ଗୋଟେ ରେଫର୍ମର ଆସୁଥିଲା। ରେଫର୍ମର ଯେ କି ସମାଜରେ ମଣ୍ଡଳୀ ଭିତରେ ସଂସ୍କାର ଆଣୁଥିଲେ, ରେଫର୍ମେସନ ସଂସ୍କାର ଆଣୁଥିଲେ। ଆମମାନେ ଜାଣିଅଛୁ ସେ ମାର୍ଟିନ ଲୁଥର ନ ଆସିବା ପୂର୍ବରୁ ସବୁ ମଣ୍ଡଳୀ ଗୁଡିକ ରୋମାନ କାଥଲିକ ମାନଙ୍କ ଦ୍ଵାରା ପରିଚାଳିତ ହେଲା। କେବଳ ଗୋଟିଏ ମଣ୍ଡଳୀ ଥିଲା। 1515 ପରେ ମାର୍ଟିନ ଲୁଥର ଯେତେବେଳେ ଆସିଲା, ଯେତେବେଳେ ସେ ରେଫର୍ମେସନ ଆଣିଲେ, ପରିବର୍ତ୍ତନ ଆଣିଲେ ମଣ୍ଡଳୀ ଭିତରେ, ସାମାଜିକ କ୍ଷେତ୍ରରେ ଏବଂ ଆତ୍ମିକ କ୍ଷେତ୍ରରେ, ସବୁ କ୍ଷେତ୍ରରେ ସେ ପରିବର୍ତ୍ତନ ଆଣିଲେ। ଆଣିଲା ପରେ ବାଇବଲ ସେମାନଙ୍କ ହସ୍ତରେ ବା ବିଶ୍ୱାସୀ ମାନଙ୍କ ହସ୍ତରେ ସେଟା ଏଭାଇଲେବୁଲ ହେଲା, ବା ବାକ୍ୟ କଣ ହେଲା ନା ଲୋକମାନଙ୍କ ଆଗରେ ବା ଲୋକମାନଙ୍କ ହସ୍ତରେ ପଡିଲା, ବା ଲୋକମାନେ ପାଇ ପାରୁଥିଲେ। କିନ୍ତୁ ରୋମାନ କାଥଲିକ ଯେତେବେଳେ ଆ କଣ କଲା ନା, ଯେତେବେଳେ ମଣ୍ଡଳୀ ପରିଚାଳନା କଲା, ଯେତେବେଳେ ସେମାନେ ଚଲଉଥିଲେ, କମନ ଲୋକମାନଙ୍କ ହସ୍ତରେ ବାଇବଲ ନଥିଲା। କିନ୍ତୁ ରେଫର୍ମେସନ ପରେ ଅନେକ ଖ୍ରୀଷ୍ଟିଆନ ମାନେ, ଅନେକ ଲୋକମାନେ ବାଇବଲ ପାଇଛନ୍ତି। ଏବଂ ଯେତେବେଳେ ବାଇବଲ ସେମାନେ ପାଇଛନ୍ତି, ସବୁ ବିଷୟ ସେମାନେ ପରିବର୍ତ୍ତନ କରିବା ପାଇଁ ସେମାନେ ଆଣୁଥିଲେ। ବାଇବଲର ବାଇବଲକୁ କେମିତି ଏକ୍ସପ୍ଲେନେସନ କରିବାକୁ ପଡିବ, କେବଳ ସେତିକି ନୁହଁ, ସେମାନଙ୍କର ଆତ୍ମିକ ଜୀବନ କେମିତି ପରିବର୍ତ୍ତନ କରିବାକୁ ପଡିବ। ଯେହେତୁ ଆ ସେ ରୋମାନ କାଥଲିକ ଯେତେବେଳେ ମଣ୍ଡଳୀ ସେ ପରିଚାଳନା କରୁଥିଲା, ସେମାନେ ରୀତିନୀତି ପରମ୍ପରାରେ ସେମାନେ ଆସକ୍ତ ଥିଲେ। କେବଳ ପରମ୍ପରା, କେବଳ ଡକ୍ଟ୍ରିନ, କେବଳ ଥିଓଲୋଜି ବିଷୟରେ ସେମାନେ ଅଧିକ ସେମାନେ କଣ ହେଲେ ନା ସେମାନେ ଗୁରୁତ୍ୱ ଦେଉଥିଲେ। କିନ୍ତୁ ଯେତେବେଳେ ମାର୍ଟିନ ଲୁଥର ସେମାନେ ଆସିଲେ, ଅନେକ ପରିବର୍ତ୍ତନ ଆସୁଥିଲା। ଏବଂ ମାର୍ଟିନ ଲୁଥର ପରେ ଯେତେବେଳେ ଅନେକ 16 ସେଞ୍ଚୁରୀ 17 ସେଞ୍ଚୁରୀ ଯେତେବେଳେ ହେଇଥିଲା, ସେଇ ସମୟରେ ଏନଲାଇଟେନମେଣ୍ଟ ପିରିୟଡ ବୋଲି କହନ୍ତି, ଯୋଉଟା କି ଏନଲାଇଟେନମେଣ୍ଟ ର ଅର୍ଥ ହଉଛି
ସେଇ ଜ୍ଞାନର ସମୟ ବୋଲି କହନ୍ତି। ଜ୍ଞାନର ସମୟ 16th ସେଞ୍ଚୁରୀ 17th ସେଞ୍ଚୁରୀ ସମୟରେ ଜ୍ଞାନର ସମୟ। ଅନେକ ଲୋକମାନେ ଜ୍ଞାନ ପ୍ରାପ୍ତ ହେଇଛନ୍ତି, ବାଇବଲ ବିଷୟ ଜାଣିଥିଲେ, ଫିଲୋସଫି ବିଷୟ ସେମାନେ ଜାଣିଥିଲେ, ସାଇନ୍ସ ବିଷୟ ସେମାନେ ଜାଣିଥିଲେ। ଯେତେବେଳେ ସବୁ ବିଷୟ ସେମାନେ ଜାଣିଥିଲେ, ଯେତେବେଳେ ସେମାନେ ଜ୍ଞାତ ହେଲେ, ଜାଣିଲେ, କଣ ହେଲା ନା ଆ, ଅନେକ ଲୋକମାନେ ଆ ଅନେକ ଲୋକମାନେ କଣ କରିଛନ୍ତି ନା ଅନେକ ଲୋକମାନେ ବାଇବଲକୁ ସେମାନେ କଣ କରିଛନ୍ତି ନା ବାଇବଲକୁ ଛାଡିକି, ବାଇବଲକୁ ତ୍ୟାଗ କରିକି ସେମାନେ ଯାଇଛନ୍ତି। ବାଇବଲ ପ୍ରତି ସେମାନେ ବିଭିନ୍ନ ପ୍ରକାର ନେଗେଟିଭ ମତ, ବିଭିନ୍ନ ପ୍ରକାର ନକାରାତ୍ମକ ନକାରାତ୍ମକ କଣ କହନ୍ତି ବା ପର୍ସପେକ୍ଟିଭ ବା ଆଇଡିଆ ସେମାନେ ବାଇବଲ ପ୍ରତି ସେମାନେ ଦେଇଛନ୍ତି। ତ ଏଠି ଯେତେବେଳେ ଅନେକ ଲୋକମାନେ ବାଇବଲକୁ ଯେତେବେଳେ ସେମାନେ କ୍ରିଟିସାଇଜ କଲେ, ବାଇବଲକୁ ଯେତେବେଳେ ସେମାନେ ବିଭିନ୍ନ ପ୍ରକାର କହିଲେ, ଆମେ ମାନେ ଜାଣିଅଛୁ ଆ ପ୍ରଥମ ବିଶ୍ୱଯୁଦ୍ଧ, ଏଇଟା ଗୋଟେ ଇତିହାସ ବିଷୟ, ତେଣୁକରି ଜଷ୍ଟ ମୁଁ କହୁଛି। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଅନେକ ଖ୍ରୀଷ୍ଟିଆନ ଲୋକମାନେ ନିଜର ଜୀବନ, ନିଜର ପରିବାର, ନିଜର ଘର ଯେତେବେଳେ ସେମାନେ ହରେଇ ବସିଲେ, ସେଠି ଆଉ କିଛି ସୋର୍ସ ନଥିଲା। ବାଇବଲ ବିନା ଆଉ କିଛି, ବାଇବଲ ମାନେ ମାନେ ନିଜର ସାନ୍ତ୍ୱନା ଦେବା କୁ ବିଷୟ ସହିତ ନିଜକୁ ସେମାନେ ସାନ୍ତ୍ୱନା ଦେବେ, କେବଳ ବାଇବଲ ହିଁ ଆମମାନଙ୍କୁ ସାନ୍ତ୍ୱନା ଦିଏ। ତ ସେଇ ଆ, ଆ, ପ୍ରଥମ ବିଶ୍ୱଯୁଦ୍ଧରେ ଯେତେବେଳେ ହେଇଥିଲା, ସେ ପ୍ରଥମ ବିଶ୍ୱଯୁଦ୍ଧରୁ କଣ ହେଇଥିଲା ନା ଲୋକମାନଙ୍କର କମନ ସେନ୍ସ ଟା, ସେମାନଙ୍କର ବିବେକ ଖୋଲିଲା ଯେ କେବଳ ବାକ୍ୟ ହିଁ ଆମମାନଙ୍କୁ ସାନ୍ତ୍ୱନା ଦିଏ। ତ ସେହି ସମୟରେ ଯିଏମାନେ ବାଇବଲକୁ ବିଭିନ୍ନ ପ୍ରକାର ମତ ଦେଇଥିଲେ, ସେମାନେ କଣ କହିଲେ ନା ଆସନ୍ତୁ ଆଉ ଥରେ ପୁନର୍ବାର ସେହି ଧର୍ମ ଆଡକୁ ଯିବା, ପୁନର୍ବାର ସେହି ଅର୍ଥୋଡକ୍ସକୁ ଆମମାନେ ଯିବାକୁ ପଡିବ। ତ ସେହି ଲୋକମାନେ ଯେମାନେ ପୁନର୍ବାର ଆଉ ଫେରି ଆସୁଥିଲେ, ସେମାନଙ୍କୁ କଣ ବୋଲି କୁହାଯାଏ? ନବ ଧର୍ମ ବୋଲି କୁହାଯାଏ। ନବ ଧର୍ମ ବୋଲି କୁହାଯାଏ। ତ ଏହି ଲୋକମାନେ ଏହି ଲୋକମାନେ ସେମାନେ ବାଇବଲକୁ କଣ କହିଛନ୍ତି? ଅବଶ୍ୟ ସେମାନେ ବାଇବଲକୁ ଅ ଅ ବିଶ୍ୱାସ କରିଛନ୍ତି, କିନ୍ତୁ ଅଲଗା ପ୍ରକାର ସେମାନଙ୍କର ବିଶ୍ୱାସ, ଯୋଉଟା କି ବେଳେ ବେଳେ ଆ ସେମାନଙ୍କର ମତ ଯେତେବେଳେ ଆମେ ଅଧ୍ୟୟନ କରୁ, ବେଳେ ବେଳେ ଆମେ କଣ ଭାବିବା ସତ ନା ମିଛ, କିନ୍ତୁ ସେମିତି ଆମେ ଭାବିବା ନାହିଁ। ସେମାନଙ୍କର ମତ ଯୋଉ ମାନେ ସେମାନଙ୍କର ଲଜିକାଲ ଆଇଡିଆ ସମଥିଙ୍ଗ ଡିଫରେଣ୍ଟ, ସେମାନଙ୍କର ତର୍କ ବିତର୍କର ଜ୍ଞାନ ଗୋଟେ ଅଲଗା ପ୍ରକାର, ଯେ ପରିଶେଷରେ ଆମମାନଙ୍କୁ ମଧ୍ୟ କନଫ୍ୟୁଜ କରିଥାଏ। କିନ୍ତୁ ଆମମାନେ କନଫ୍ୟୁଜ ଆଡକୁ ଯିବା ନାହିଁ ବା କନଫ୍ୟୁଜ ହେବା ନାହିଁ। ସେମାନେ କଣ କହୁଛନ୍ତି? ବାଇବଲ ଇଜ ଏ ଫେଲିବୁଲ ୱିଟନେସ ଟୁ ଦ ରେଭେଲେସନ ଅଫ ଗଡ ଇନ ଦ ୱର୍ଲ୍ଡ। ସେମାନେ କଣ କହୁଛନ୍ତି? ବାଇବଲ ହଉଛି ବୋଲ ସାକ୍ଷୀ, ବୋଲ ସାକ୍ଷୀ ବାକ୍ୟ, ବା ବୋଲ ବି ହେଇପାରେ। କାହିଁକି? ଯେହେତୁ ଏଟା ମନୁଷ୍ୟ ମାନଙ୍କ ଦ୍ଵାରା ଲିଖିତ, ବୋଲ ବି ହେଇପାରେ, ବା ଏଟା ବୋଲ ଯାହା ଲେଖା ହେଇଛି ସେଟା ବୋଲ। According to them, all Bible is not the word of God. ସେମାନେ କଣ କହନ୍ତି? ସମସ୍ତେ ସବୁ ବିଷୟ ବା ସବୁ ବାକ୍ୟ ଗୁଡିକ ଏଟା ଈଶ୍ୱରଙ୍କର ବାକ୍ୟ ନୁହଁ, କିନ୍ତୁ ବାଇବଲ କଣ୍ଟେନ୍ସ ଦ ୱାର୍ଡ ଅଫ ଗଡ, କିନ୍ତୁ ଏଟା ଭିତରେ ପରମେଶ୍ୱରଙ୍କର ବାକ୍ୟ। ଏଟା ଗୋଟେ କେମିତି? ଏଟା ସବୁ ବାକ୍ୟ ପରମେଶ୍ୱରଙ୍କର ବାକ୍ୟ ନୁହଁ, କିନ୍ତୁ ଭିତରେ ଯାହା ଅଛି ପରମେଶ୍ୱରଙ୍କର ବାକ୍ୟ। ମାନେ କେମିତି ସେଟା? ସେମାନେ କଣ କହୁଛନ୍ତି ଟିକେ ଶୁଣନ୍ତୁ। ଯେତେବେଳେ ଆମମାନେ ପ୍ରଚାରକ ଲୋକମାନଙ୍କ ଠାରୁ ବାକ୍ୟ ଶୁଣୁ, ଏବଂ ସେହି ବାକ୍ୟର ଭାବ ଯେତେବେଳେ ଆମମାନେ ଗ୍ରହଣ କରିଥାଉ, ଏବଂ ଯେତେବେଳେ ସେ ବାକ୍ୟ ଶୁଣିକି ଯେତେବେଳେ ଆମମାନେ ନିଜର ଜୀବନରେ ଗ୍ରହଣ କରିକି ପ୍ରାକ୍ଟିସ କରିଥାଉ, ସେତେବେଳେ ଈଶ୍ୱରଙ୍କର ବାକ୍ୟ ହୁଏ। କିନ୍ତୁ ଯୋଉ ନର୍ମାଲି ଏଟା ଯୋଉ ଅଛି ପୁସ୍ତକ ଭାବରେ, ସେଟା ଦ୍ୟାଟ ଇଜ ନଟ ଦ ୱାର୍ଡ ଅଫ ଗଡ ବୋଲି ସେମାନେ କହୁଛନ୍ତି। ନ୍ୟୁ ଅର୍ଥୋଡକ୍ସି ମାନେ ସେମାନେ କଣ କହନ୍ତି? ଯେତେବେଳେ ଯେତେବେଳେ ମୁଁ ପ୍ରଚାର କରୁଛି, ଯଦି ଆପଣ ମାନଙ୍କୁ କିଛି ସେନ୍ସ କରୁଛି, କିଛି ଯଦି ପ୍ରଭାବ ପକଉଛି, ସେଟା ୱାର୍ଡ ଅଫ ଗଡ। କିନ୍ତୁ ଯଦି ଏଟା ଯଦି ଲିଖିତ ଆକାରରେ ଯଦି ଅଛି, ବହି ଆକାରରେ ଯଦି ଅଛି,
that is not the word of God. এটা হচ্ছে ସେମାନଙ୍କର ଲଜିକ। ତେଣୁକରି ସେମାନେ କଣ କହୁଛନ୍ତି ନା ବାଇବଲ ଇଜ ନଟ ଦ ୱାର୍ଡ ଅଫ ଗଡ, ରାଦର ବାଇବଲ କଣ୍ଟେନ୍ ଦ ୱାର୍ଡ ଅଫ ଗଡ। ଆଉ ଥରେ ସେମାନେ କଣ କହୁଛନ୍ତି, ଆଉ ଥରେ ସେମାନେ କଣ କହୁଛନ୍ତି, they says that whenever the ear of the word will be touched by preaching, ଯେତେବେଳେ ଶ୍ରୋତା ଲୋକମାନେ ବା ବିଶ୍ୱାସୀ ମାନେ ବାକ୍ୟ ଶୁଣିକି ସେମାନେ ସ୍ପର୍ଶ ପାଉଛନ୍ତି, ସେତେବେଳେ ଏ ଲିଖିତ ବାକ୍ୟ ପରମେଶ୍ୱରଙ୍କର ବାକ୍ୟରେ ପରିଣତ ହେବ। ଏଟା ହଉଛି ସେମାନଙ୍କର ମତାମତ। ଏଣ୍ଡ ଆଉ ଶେଷ ବିଷୟ ହଉଛି କଲ୍ଟ। କଲ୍ଟ ହଉଛି ଗୋଟିଏ ଗ୍ରୁପ, ସେଟା ବି ଗୋଟିଏ ଗୋଟିଏ ଦଳ, ଏବଂ ସେଇ ଦଳକୁ କଣ କହନ୍ତି ମାନେ ଧର୍ମ ଉପାସନାର ମାର୍ଗର ଦଳ। ଧର୍ମ ଉପାସନାର ମାର୍ଗର ଦଳ ବୋଲି କହନ୍ତି ଏଟା। ସେମାନେ ଯିଏମାନେ ଧର୍ମ ଉପାସନାକୁ ପରିଚାଳନା କରୁଛନ୍ତି ଏବଂ ୱର୍ସିପକୁ ଲିଡ୍ କରୁଛନ୍ତି, ସେହି ନେତା ମାନଙ୍କୁ ସହିତ ବାଇବଲ ସମାନ ବୋଲି ସେମାନେ କହୁଛନ୍ତି। ମାନେ କଣ ବୋଲି ଭାବୁଛନ୍ତି, ପାଳକ ଏବଂ ବାଇବଲ ସେଟା ସମାନ। ବା ଯିଏ ପ୍ରଚାର କରୁଛି ବାଇବଲ ପ୍ରଚାର, ବାଇବଲ ବିଷୟ ଯିଏ ମାନେ ପ୍ରଚାର କରୁଛନ୍ତି ଏବଂ ଧର୍ମ ବିଷୟ ଯେମାନେ ଧର୍ମକୁ ପରିଚାଳନା କରୁଛନ୍ତି, ସେମାନେ ଏବଂ ବାଇବଲ ହଉଛି ସମାନ। ସେଟା ଗୋଟେ ହେବ କି? ଯେହେତୁ କଣ ପାଇଁ ଏ ପ୍ରକାର କହୁଛନ୍ତି, ସେମାନେ କହୁଛନ୍ତି ଯେହେତୁ ପରମେଶ୍ୱର ଧାରକଙ୍କ ଦ୍ଵାରା ସେ କଥା କହିବ ଏବଂ ପରମେଶ୍ୱର ସେଇ ବ୍ୟକ୍ତିଙ୍କ ଦ୍ଵାରା ସେ କଥା କହୁଛନ୍ତି। ତ ତେଣୁକରି ବାଇବଲ ଏବଂ ଲିଡର ମାନେ, ଧାରକ ମାନେ ଏବଂ ଏବଂ ଯେମାନେ ପ୍ରଭୁଙ୍କର ବାକ୍ୟ ସେମାନେ ପ୍ରଚାର କରୁଛନ୍ତି, ସେମାନଙ୍କ ସହିତ ସମାନ। ତ ଏ ପ୍ରକାର ରହିଅଛି ବିଭିନ୍ନ ଲୋକମାନଙ୍କର ମତାମତ, ଏବଂ ଯିଏମାନେ ଏ ପ୍ରକାର ମତ ଦେଇଛନ୍ତି, ଭାବନ୍ତୁ ନାହିଁ ଯେ ଏମାନେ ହଉଛନ୍ତି ହିନ୍ଦୁ ମାନେ ଆଉ ହିନ୍ଦୁ ଲୋକମାନେ। ଏମାନେ ହିନ୍ଦୁ ନୁହଁ, ଏମାନେ ଖ୍ରୀଷ୍ଟିଆନ ଲୋକମାନେ ଏ ପ୍ରକାର କହିଛନ୍ତି। ତ ଏ ପ୍ରକାର ମତ ରହିଅଛି, ଏ ପ୍ରକାର ଚ୍ୟାଲେଞ୍ଜେସ ରହିଅଛି ଆମମାନଙ୍କ ସମାଜରେ, ଆମମାନଙ୍କର କଣ୍ଟେକ୍ସରେ, ଆମମାନଙ୍କର ଦେଶରେ ବା ଆମମାନଙ୍କର ସମାଜରେ। ତ ଏ ପ୍ରକାର ଯୋଉ ମତ ଗୁଡିକ ରହିଅଛି, ଆମମାନେ କେମିତି ସ୍ଥାନ ହେବାକୁ ପଡିବ, ଆମମାନେ ପ୍ରଭୁଙ୍କର ବାକ୍ୟ ଜାଣିବାକୁ ପଡିବ, ପରମେଶ୍ୱରଙ୍କର ବାକ୍ୟ, ପରମେଶ୍ୱରଙ୍କ ରହସ୍ୟ ବାକ୍ୟ ଆମମାନେ ଜାଣିବାକୁ ପଡିବ ଏବଂ ତାଙ୍କର ରହସ୍ୟ ବାକ୍ୟ ଜାଣି ଆମମାନେ ପ୍ରଚାର କରିବାକୁ ପଡିବ। ଯେହେତୁ ଏ ପ୍ରକାର ଯଦି ସମାଜ ରହିଅଛି, ତେବେ ଆମମାନେ କେମିତି ଲୋକମାନଙ୍କୁ ବୁଝେଇବା? ବିଭିନ୍ନ ପ୍ରକାର ମତ ଆମମାନେ ପାଇଥାଉ ଆମମାନଙ୍କ ସମାଜରେ। ଏମିତି ବି ଅଛନ୍ତି, ଯଦି ଆପଣ ମାନେ ବାଇବଲ ବିଷୟ ଯଦି ପ୍ରଚାର କରିବେ, ହୁଏତ ଅଡିଏନ୍ସ ମଧ୍ୟରୁ ଅନେକ ପ୍ରଶ୍ନ ପଚାରିବେ, ସାର୍ ଏଟା ତ ଏମିତି ଲେଖା ହେଲା, ସେମିତି ଲେଖା ହେଲା, ଏ ପ୍ରକାର ହେଲା, ଅନେକ ତର୍କ ବିତର୍କ କରିବେ। ତେଣୁକରି ମୋର ଈଶ୍ୱରଙ୍କ ଲୋକମାନେ, ମୁଁ ଏଇ ବିଷୟ ମୁଁ କଣ ପାଇଁ ଆପଣମାନଙ୍କ ସମ୍ମୁଖରେ ସେୟାର କରୁଛି, ଯେ ଆମମାନେ ଏ ବିଷୟ ଜାଣିଲେ ଆମମାନେ ନିଜକୁ ଆମମାନେ ପ୍ରସ୍ତୁତ କରିକି ରଖିବାକୁ ପଡିବ। କେମିତିକା କ୍ୱେଶ୍ଚନ ଯାକ ଆସିବ, କେମିତିକା ପ୍ରଶ୍ନ ଗୁଡିକ ଆସିବ ଆମମାନଙ୍କ ସମାଜରୁ। So many questions will come. ତ ନିହାତି ଆମମାନେ ଏ ଥିଓଲୋଜିଆନ ମାନଙ୍କର ମତାମତ ଏବଂ ସେମାନଙ୍କର କଣ ନା ସେମାନଙ୍କର ଜ୍ଞାନ ବିଷୟ ମାନେ ଜାଣିବା ନିହାତି ଆବଶ୍ୟକ। ତେବେ ଆସନ୍ତୁ ଦେଖିବା ଆଉ ଗୋଟିଏ ଟପିକଟା ହଉଛି ଆମମାନେ ଈଶ୍ୱରଙ୍କର ସରି ଏ 66 ପୁସ୍ତକ ଯୋଉ ଅଛି ବାଇବଲରେ, ପୁରାତନ ନିୟମରେ 39 ଏବଂ ନୂତନ ନିୟମରେ ଯୋଉଟା କି 27 ଯୋଉ ପୁସ୍ତକ ଗୁଡିକ ରହିଅଛି, ଆମମାନେ କେମିତି କହିପାରିବା କି ଏଟା ହଉଛି ଈଶ୍ୱରଙ୍କର ବାକ୍ୟ? ତାର ପ୍ରମାଣ କଣ, ତାର ପ୍ରୁଫ କଣ, ଭିତରେ ଏବଂ ବାହାରେ ତାର ପ୍ରମାଣ କଣ? ତ ମୋର ଈଶ୍ୱରଙ୍କ ଲୋକମାନେ ଈଶ୍ୱରଙ୍କର ବାକ୍ୟ ପ୍ରମାଣ କରିବା ପାଇଁ ବା ଏଇ 66 ପୁସ୍ତକକୁ ପ୍ରମାଣ କରିବା ପାଇଁ ଦୁଇଟି ମାର୍ଗ ରହିଅଛି, ଦୁଇଟି ପ୍ରକାର ବିଷୟ ରହିଅଛି, ଯାହା ଦ୍ୱାରା ମାନେ ଏ ବାକ୍ୟକୁ ଆମେ ପ୍ରମାଣ କରିବା କି ଏହା ହଉଛି ଗୋଟେ ଈଶ୍ୱରଙ୍କର ବାକ୍ୟ। ପ୍ରଥମେ ହେଲା
इंटरनल एविडेंस ଭିତରୁ ହିଁ ବାଇବଲ ଭିତରୁ ହିଁ ଆମେ ମାନେ କଣ କରିବା ନା ଆମେ ମାନେ ପ୍ରୁଭ କରିପାରିବା ଯେ ଏଟା ହଉଛି ଗୋଟେ ଈଶ୍ୱରଙ୍କର ବାକ୍ୟ ଇଣ୍ଟରନାଲ ଏଭିଡେନ୍ସ ଯଦି ଦେଖିବେ ଆପଣ ମାନେ ବାଇବଲ ଡିକ୍ଲେୟର୍ସ ଇଟସେଲ୍ଫ ଟୁ ବି ଦ ୱାର୍ଡ ଅଫ ଗଡ ବାଇବଲ ହିଁ ନିଜେ କଣ କରେ ପ୍ରକାଶ କରେ ବା ଘୋଷଣା କରେ ଯେ ଏହା ହଉଛି ଈଶ୍ୱରଙ୍କର ବାକ୍ୟ ଯଦି ଆପଣ ମାନେ ରେଫରେନ୍ସେସ୍ ଗୁଡିକ ଯଦି ଆପଣ ମାନେ ପଠନ କରିବେ ଏଇ ରେଫରେନ୍ସେସ୍ ଗୁଡିକ ଏ ରେଫରେନ୍ସେସ୍ ଗୁଡିକ ଯୋଉ ଯଦି ବାକ୍ୟ ପଠନ କରିବେ ମୋର ଈଶ୍ୱରଙ୍କ ଲୋକମାନେ ଏଠି ଈଶ୍ୱରଙ୍କର ବାକ୍ୟ ସମ୍ପୂର୍ଣ୍ଣ ଭାବରେ ଏକ୍ସପ୍ଲେନେସନ କରାଯାଇଅଛି ବାଇବଲ ହିଁ ବାଇବଲ ଏକ୍ସପ୍ଲେନେସନ करे ବାଇବଲ ଏ ଏ ପୁସ୍ତକ ବା ଏ ବାଇବଲ ହିଁ ବାଇବଲର ବିଷୟ ପ୍ରୁଭ करे ବା ଏକ୍ସପ୍ଲେନେସନ କରିକି ବାକ୍ୟ କରିକି ବା ବାକ୍ୟ ଦେଇକି ଏ ବାଖ୍ୟା ଦେଇକି ପ୍ରୁଭ करे ଯେ ଏ ହଉଛି ଗୋଟେ ଈଶ୍ୱରଙ୍କର ବାକ୍ୟ କେବଳ ସେତିକି ନୁହଁ Constant assumption the writer of the Old Testament, the New Testament, and Christ Himself is the Bible, His inspired living word of God. କେବଳ ସେତିକି ନୁହଁ ପୁରାତନ ନିୟମ ଏବଂ ନୂତନ ନିୟମ ଏବଂ ଖ୍ରୀଷ୍ଟ ନିଜେ ମଧ୍ୟ ସେ କହିଛନ୍ତି ଯେ ଏହା ଗୋଟିଏ କଣ ଈଶ୍ୱରଙ୍କର ବାକ୍ୟ ସରି ଏହା ଗୋଟିଏ ବା ଏ ପୁସ୍ତକ ଗୁଡିକ ଈଶ୍ୱରଙ୍କର ବାକ୍ୟ ଯଦି ଆପଣ ମାନେ ପଠନ କରିବେ ଗୀତ ସହିତ ତାର 19:7-11 ଯଦି ଆପଣ ମାନେ ପଠନ କରିବେ ସେଠି ମଧ୍ୟ ଏ ପ୍ରକାର ଲେଖା ଯାଇଅଛି ଯେ ବାଇବଲ ଇଜ ଦ ୱାର୍ଡ ଅଫ ଗଡ and then ଯୀଶୁ ମଧ୍ୟ ସେ ନିଜେ କହିଛନ୍ତି ଯୀଶୁ ମଧ୍ୟ ସେ ନିଜେ କହିଛନ୍ତି ଏବଂ ଇବ୍ରୁ ତାର 1 ଅଧ୍ୟାୟ 1-2 ପଦ ଯଦି ଆପଣ ମାନେ ପଠନ କରିବେ ପରମେଶ୍ୱର କେଉଁ ପ୍ରକାର ତାଙ୍କର ଭବିଷ୍ୟତ ବକ୍ତା ମାନଙ୍କୁ ବାକ୍ୟ ଦେଲେ ଏବଂ କେମିତି ସେମାନେ ଘୋଷଣା କରିଛନ୍ତି ସେହି ବିଷୟ ଆମେ ମାନେ ଜାଣିପାରିବା ସିଷ୍ଟର ଆର୍ମି ଟିକେ ମ୍ୟୁଟ କରନ୍ତୁ ଓକେ and then ଏତିକି ତ ମୋର ଈଶ୍ୱରଙ୍କ ଲୋକମାନେ ଏହି ମାଧ୍ୟମରେ ବା ଏଇ ମାର୍ଗରେ ଆମେ ମାନେ କଣ କରିପାରିବା ନା ଈଶ୍ୱରଙ୍କର ବାକ୍ୟ ବା ଏ ବାଇବଲ ବା ଏଇ ବାଇବଲ ବା ଏ ଲିଖିତ ବାକ୍ୟ ଆମେ ମାନେ ଈଶ୍ୱରଙ୍କର ବାକ୍ୟ ବୋଲି ଆମେ ମାନେ କଣ କରିପାରିବା ପ୍ରମାଣ ଦେଇ ପାରିବା এই রেফারেন্সেস দ্বারা বা এই ভিতর এভিডেন্সেস দ্বারা তো অনেক ବାହାରେ ଏଭିଡେନ୍ସେସ୍ ଗୁଡିକ ରହିଅଛି ଯୋଉଟା କି ଏକ୍ସଟର୍ନାଲ ଏଭିଡେନ୍ସେସ୍ ବୋଲି କହନ୍ତି ଇଣ୍ଟରନାଲ ଏଭିଡେନ୍ସେସ୍ ମୁଁ ଆପଣ ମାନଙ୍କୁ ଏଠି ଦେଲି ଅନେକ ରେଫରେନ୍ସେସ୍ ଗୁଡିକ ଦେଇକି and then ଏ ରେଫରେନ୍ସେସ୍ ଦ୍ଵାରା ଆପଣ ମାନେ କହିପାରିବେ ଯେ ଈଶ୍ୱରଙ୍କର ବାକ୍ୟ ଏବା ସେ ବାଇବଲ ହଉଛି ଈଶ୍ୱରଙ୍କର ବାକ୍ୟ ଆଉ ଆଉ ଗୋଟିଏ ବିଷୟ ହଉଛି ଅତି ଶୀଘ୍ର ମୁଁ ଏଠି ସିଷ୍ଟର ଆର୍ମି ଆପଣ ଟିକେ ମ୍ୟୁଟ କରନ୍ତୁ yes yes the external evidence ବାହାରେ ଏଇଟା କେମିତି ଆପଣ ମାନେ ପ୍ରୁଭ କରିପାରିବେ the continuity of the Bible ନିରନ୍ତରତା ବାଇବଲର ଇତିହାସ ନିରନ୍ତର ରହିଅଛି କ୍ରମାଗତ ଭାବରେ ରହିଅଛି ଆପଣ ମାନେ ଯଦି ଦେଖିବେ ଆଦି ପୁସ୍ତକରୁ ରେଭେଲେସନ ପୁସ୍ତକ ଯଦି ଆପଣ ମାନେ ଅଧ୍ୟୟନ କରିବେ ଇତିହାସ ଗୁଡିକ ଏ ପ୍ରକାର ସେ ପ୍ରକାର ଡିସଅର୍ଡରଲି ମେନସନ କରାଇନି ବା ଲିଖିତ ହୋଇନି ଯେଉଁ ବାକ୍ୟ ବା ଯେଉଁ ଇତିହାସ ଗୁଡିକ ଏଠି ବାଇବଲରେ ଡିପୋଜିଟ ହୋଇଅଛି ସେହି ଇତିହାସ ଗୁଡିକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସିକ୍ୱେନ୍ସ ମ୍ୟାନର ଅର୍ଡରଲି ମେନସନ କରାଯାଇଅଛି ଯେହେତୁ ଆମେ ଜାଣିଅଛୁ ଯେ 5ଟି ପୁସ୍ତକ ଯୋଉଟା କି ଆଦି ପୁସ୍ତକରୁ ଦ୍ୱିତୀୟ ବିବରଣୀ ପର୍ଯ୍ୟନ୍ତ କିଏ ଲେଖିଛନ୍ତି ମଶା ଲେଖିଛନ୍ତି ତାପରେ ଅଲଗା ପୁସ୍ତକରେ ଅଲଗା ଲୋକମାନେ ଲେଖିଛନ୍ତି ଏବଂ ସାମୁଏଲ ପୁସ୍ତକ ସାମୁଏଲ ଲେଖିଛନ୍ତି and then ପ୍ରଥମ ରାଜା ଦ୍ୱିତୀୟ ରାଜା ବଂଶାବଳୀ ଆଉ କିଏ ଲେଖିଛନ୍ତି ଆଉ ଏଜରା ପୁସ୍ତକ and ନେହେମିଆ ପୁସ୍ତକ ବିଭିନ୍ନ ଅଥର୍ସ ମାନେ ରହିଅଛନ୍ତି ସେମାନେ ଗୋଟିଏ ଜାଗାରେ ବସିକି ସେମାନେ କଣ ଏମିତି ଇତିହାସ ଲେଖିଲେ ଏମିତି ହେଲେ ଅର୍ଡରଲି ଆସିବ ବୋଲି ସେମିତି ସେମାନେ ଏକାଠି ହେଇକି ସେମିତି ବସିଛନ୍ତି କି ନାଇଁ
ଲେଖକ ମାନେ ବିଭିନ୍ନ ଜାଗାରେ ସେମାନେ ଥାଇକି ଲେଖିଛନ୍ତି, କିନ୍ତୁ ସେମାନଙ୍କର ରାଇଟିଂ ଟା କଣ ହେଲା ନା ମ୍ୟାଚିଂ ହେଲା। କେମିତି? ଅର୍ଡର ପଡେ ଅର୍ଡର, ମାନେ ଇତିହାସ ଗୁଡିକ ସେ ସିକ୍ୱେନ୍ସ ମ୍ୟାନର ଟା କେମିତି ଆସିଅଛି? ଅର୍ଡରଲି ଆସିଅଛି। ତ ଏ ବିଷୟରେ ଆମେ ମାନେ କହିପାରିବା କି ଏହା ହଉଛି ଗୋଟେ ଈଶ୍ୱରଙ୍କର ବାକ୍ୟ। ଏବଂ କେବଳ ସେତିକି ନୁହଁ, ଆଉ ଦ୍ୱିତୀୟ ବିଷୟ ହଉଛି ଦ ଏକ୍ସଟେଣ୍ଟ ଅଫ ବିବ୍ଲିକାଲ ରେଭେଲେସନ, ପରମେଶ୍ୱରଙ୍କର ଯୋଜନା ବିଷୟ ଏବଂ ତାହାଙ୍କର ଉଦ୍ଦେଶ୍ୟ ବିଷୟ ଆମମାନେ ଏ ବାଇବଲରେ ଆମମାନେ ପାଇପାରିବା। ବିଭିନ୍ନ ଜାଗାରେ ତାହାଙ୍କର ଅନାଦି କାଳରୁ ଅନନ୍ତ କାଳ ପର୍ଯ୍ୟନ୍ତ ତାଙ୍କର ଯୋଜନା କେମିତି ରହିଅଛି, କେଉଁ ପ୍ରକାର ବା କେଉଁ ପ୍ରକାର ଯୋଜନା ରହିଅଛି, ତାଙ୍କର ଏଜେଣ୍ଡା କଣ, ସେହି ବିଷୟ ବାଇବଲ ଏଠି ପ୍ରକାଶ କରେ। ବିବ୍ଲିକାଲ ରେଭେଲେସନ ବାଇବଲ ପ୍ରକାଶ କରେ। ତେଣୁକରି ଏହି ଏଭିଡେନ୍ସେସ୍ ମାନେ ବା ଏହି ପ୍ରମାଣରୁ ଆମେ କହିପାରିବା ଯେ ଏଇଟା ହଉଛି ଈଶ୍ୱରଙ୍କର ବାକ୍ୟ। କେବଳ ସେତିକି ନୁହଁ, ଆଉ ତୃତୀୟ ବିଷୟ ହଉଛି ଇନଫ୍ଲୁଏନ୍ସ ଆଣ୍ଡ ପବ୍ଲିକେସନ ଅଫ ଦ ବାଇବଲ। ଅନେକ ଲୋକମାନେ ଆଜି ବାଇବଲ ବାଇବଲ ଦ୍ଵାରା ପ୍ରଭାବିତ ବି ଅଛନ୍ତି। ଅନେକ ପୁସ୍ତକ ଗୁଡିକ ଏଠି ସେଲ କରାଯାଉଅଛି, ବିକା ଯାଉଅଛି, କିନ୍ତୁ ସେତିକି ମଧ୍ୟରୁ ବାଇବଲ ହଉଛି ଏ ଏ ଏ ବାଇବଲ ଇଜ ସମଥିଙ୍ଗ ଡିଫରେଣ୍ଟ। ଏଟା ହଉଛି ଫାଷ୍ଟ ସେଲ୍ ଅଫ ଦ ବୁକ୍ ଇନ୍ ଦ ୱର୍ଲ୍ଡ। No other book has ever been published. କୌଣସି ପୁସ୍ତକ ସେମିତି ପବ୍ଲିଶ କରାଯାଇନି। କେବଳ ବାଇବଲ ହିଁ ବିଭିନ୍ନ ଭାଷାରେ ଏବଂ ବିଭିନ୍ନ ଲୋକମାନଙ୍କ ଦ୍ୱାରା ବିଭିନ୍ନ ଲୋକମାନଙ୍କ ମଧ୍ୟରେ ଏବଂ ବିଭିନ୍ନ କଲଚରରେ ସେଠି ବାଇବଲ ଟ୍ରାନ୍ସଲେସନ କରାଯାଉଛି ଏବଂ ବାଇବଲ ଆଭେଲେବଲ କରାଯାଉଛି। So millions of copy of the Bible has been published. ତ ଏଇଟା ଗୋଟେ ପ୍ରମାଣ। ଆଉ ଆଉ ଦୁଇଟି ବିଷୟ and I will end it. ଆଉ the subject matter of the Bible, ଯୋଉ ବାଇବଲ ଭିତରେ ଯୋଉ ବିଷୟ ଡିସ୍କ୍ରାଇବ କରାଯାଇଅଛି, ମୁଁ ଅଲରେଡି କହିସାରି ଅଛି ଯେ ପରମେଶ୍ୱରଙ୍କର ତାହାଙ୍କର ଅନାଦି କାଳ ବିଷୟ ଏବଂ ଅନନ୍ତ କାଳ ବିଷୟ କେମିତି ରହିଅଛି, ସେଇ ତାହାଙ୍କର ଯୋଜନା ବିଷୟ ସମ୍ପୂର୍ଣ୍ଣ ଭାବରେ ବାଇବଲ ପ୍ରକାଶ କରେ। ତାଙ୍କର ଚରିତ୍ର ବା ନିଜର ସରି ପରମେଶ୍ୱରଙ୍କର ଚରିତ୍ର, ପରମେଶ୍ୱରଙ୍କର କାର୍ଯ୍ୟ ବିଷୟ କେମିତି ପ୍ରକାଶ ହେଲା, ସେଇ ବିଷୟ ମଧ୍ୟ ବାଇବଲ ପ୍ରକାଶ କରେ। ଏବଂ ତାହାଙ୍କର ପ୍ରୋଗ୍ରାମ ବିଷୟ, ଏ ଜଗତରେ କେଉଁ ପ୍ରକାର ପରମେଶ୍ୱରଙ୍କର ପ୍ରୋଗ୍ରାମ ରହିଅଛି ଏବଂ ଇସ୍ରାଏଲ ଲୋକମାନଙ୍କ ସହିତ ତାଙ୍କର ପ୍ରୋଗ୍ରାମ କେମିତି ରହିଅଛି ଏବଂ ମଣ୍ଡଳୀ ସହିତ ତାଙ୍କର ପ୍ରୋଗ୍ରାମ କଣ ରହିଅଛି, ସେ ବିଷୟ ବାଇବଲ ସମ୍ପୂର୍ଣ୍ଣ ଭାବରେ ପ୍ରକାଶ କରେ। ତେଣୁକରି ମୋର ଈଶ୍ୱରଙ୍କ ଲୋକମାନେ, ବାଇବଲ ହଉଛି ସତ୍ୟ ବାକ୍ୟ। ବାଇବଲ ହଉଛି ଈଶ୍ୱରଙ୍କର ବାକ୍ୟ। କେବଳ ସେତିକି ନୁହଁ, fair authority of the Bible message from with the specific assurance peace that only God can give। ବାଇବଲ ଆମମାନଙ୍କୁ କଣ କରେ ନା ନିଶ୍ଚିତତା ଏବଂ ଶାନ୍ତି ଆମମାନଙ୍କୁ ଦେଇଥାଏ। ଯଦି ଆପଣ ମାନେ ବାଇବଲ ପଠନ କରିବେ କଣ୍ଟିନ୍ୟୁସଲି, ନିଶ୍ଚିତ ଆପଣ ମାନେ ସେହି ଆ ଆ ନିଶ୍ଚିତ ଅଧିକାର ଆପଣ ମାନେ ପାଇପାରିବେ ଏବଂ ନିଶ୍ଚିତ ତାର ଆସ୍ୟୁରାନ୍ସ ଏବଂ ନିଶ୍ଚିତତା ମାନେ ପାଇପାରିବେ ଏବଂ ନା ଶାନ୍ତି ପାଇପାରିବେ। କୌଣସି ପୁସ୍ତକ ଆପଣ ମାନଙ୍କୁ ଶାନ୍ତି ଦେଇପାରିବ ନାହିଁ। କୌଣସି ନ୍ୟୁଜ ପେପର କି କୌଣସି ପୁସ୍ତକ, ଅର୍ଡିନାରୀ ପୁସ୍ତକ ଯଦି ଆପଣ ମାନେ ପଠନ କରିବେ, ଆପଣ ମାନେ କିଛି ସମୟ ପାଇଁ ଭଲ ଲାଗିବ ଏବଂ କିଛି ସମୟ ପଠନ କଲା ପରେ ପାଶୁରି ଯିବେ, କିନ୍ତୁ ବାଇବଲ ସେମିତି ନୁହଁ। ଏଇଟା ଗୋଟେ one of the evidence to say that this is word of God। and then last ବିଷୟ ହଉଛି supreme character of the Bible, ତାହାଙ୍କର ମହାନ ଚରିତ୍ର ବିଷୟ। ବାଇବଲର ଚରିତ୍ର ବିଷୟ ଯଦି କହିବି, ଅଲରେଡି ମୁଁ କହିସାରି ଅଛି ଯେ ବାଇବଲ ସବୁ ବିଷୟ ପ୍ରକାଶ କରେ। ସବୁ ବିଷୟ ଏଠି ଲିଖିତ ବି ଅଛି, ସବୁ ବିଷୟ ଲେଖା ହେଇଛି ବା ଅଥର ମାନେ ସେମାନେ ଲେଖିଛନ୍ତି। ଆପଣ ମାନେ କୋଉ ବିଷୟ ଆପଣ ମାନେ ଏଠି ପାଇପାରିବେ ନାହିଁ, ସବୁ ବିଷୟ ଆପଣ ମାନେ ପାଇପାରିବେ। So Bible is a supernatural book and revealing the person and the glory of God as the manifest in Son। ଯେମିତି ପରମେଶ୍ୱରଙ୍କର ମହିମା ତାହାଙ୍କର ପୁତ୍ରଙ୍କ ଦ୍ଵାରା ପ୍ରକାଶିତ ହେଲା, ସେମିତି ପରମେଶ୍ୱରଙ୍କର ବାକ୍ୟ ଦ୍ଵାରା ପରମେଶ୍ୱରଙ୍କର ବାକ୍ୟ ଦ୍ଵାରା ବା ତାହାଙ୍କ ବାକ୍ୟ ଦ୍ଵାରା ତାହାଙ୍କର
महिमा बा ताहांकर गौरव प्रकाशित होउचे। सो लेट अस गिव टू वर्ड ऑफ गॉड वेरी मच इंपोर्टेंट। तेणु कर आसो आम माने ए वाक्य प्रति आम माने बा ईश्वरकर वाक्य प्रति आम माने विश्वास करबा एवं ए वाक्य को आम माने अधिक गुरुत्व देबा। आम माने कहिबा नाही जे बाइबल इज नॉट वर्ड ऑफ, आम माने कहिबा नाही बाइबल होची ईश्वरकर वाक्य न बोले आम माने कहिबा नाही एटा होची ईश्वरकर वाक्य। बाइबल ही प्रमाण दिए बाहर एवं भितर, इंटरनाल एंड एक्सटर्नाल। तेणुक मोर ईश्वर लोक मैंने आसो आम मैंने यही जीवंत वाक्य को आम मैंने जिमिति आम मैंने विश्वास करुँ अन्य विश्वास कराइबा चेष्टा करिबा। जे माने कि आज कहउचंती बाइबल इज नॉट द वर्ड ऑफ गॉड, जे माने कहउचंती दिस इज नॉट द वर्ड ऑफ गॉड, एटा होची लोक मानक बा गुटे व्यक्ति द्वारा लिखित बोली जे माने कहउचंती से मानक आम माने कहिबा जे एटा होची ईश्वरकर वाक्य बोली। एटा होची आम मानकर कर्तव्य। सो मे गॉड ब्लेस अस थ्रू दिस क्लास। आसंत आम माने संक्षिप्त भाव में प्रार्थना करके आम माने ए क्लास तक आम माने समाप्त करिबा। आसंत आम माने प्रार्थना करिबा। अत्यंत दयालु स्वर्गस्थ पिता तुमर से ही महान पवित्र नाम को धन्यवाद दूची, विशेष करी आज क्लास पाई प्रभु तुम्बे आम मान को विभिन्न थियोलॉजियन मानकर मतामत विषय आम माने किछि शिखेइलो प्रभु। से माने ज्ञानी, से माने तुमर वाक्य से माने पठन करी अछंती, स्पष्ट भाव से माने पठन करी अछंती, किंतु पिता शेष रे पिता से माने तुमर वाक्य प्रति विभिन्न प्रकार मत दे से माने जाइछंती इतिहास रे प्रभु। ए सब विषय आम माने मध्य जानिबा दरकार, कारण आम मान समाज रे मध्य अनेक लोक माने अछंती जे माने कि प्रभुଙ୍କର वाक्य विषय रे बा तम वाक्य विषय प्रभु से माने विभिन्न प्रकार नकारात्मक भाव रे प्रभु से माने आलोचना करंती। But Lord, you give us your knowledge and understanding to depend all these people, to dominate these people, O God Master, with your word, especially praying for your word, O God Jesus, because your word is powerful and then your word is already it has been proved internally and then externally that the Bible is really word of God. Help us to, O God Jesus, to believe this and then help us to preach also, O God Jesus, to different community. Thank you for listening our prayer. Jesus precious name we pray. Amen. प्रभु समस्त को आशीर्वाद करंतु।